ସେ କିଛି ନୁହଁ, କିନ୍ତୁ ସେ ଥିଲା ସବୁ କିଛି। ସିଏ କେଉଁ ଦଳର ରାଜନେତା ନୁହେଁ, କି ରାଜା କି ମହାରାଜା ନୁହେଁ। ସିଏ ଥିଲା ଗୋଟେ ଶଗଡ଼ିଆ। କିନ୍ତୁ ସେ ଅଞ୍ଚଳରେ ତା'ର ନାଁ ଖୁବ୍ ଭଲ ଥିଲା। ତା ନାଁ ଜନକ। କିନ୍ତୁ ଶ୍ରଦ୍ଧାରେ ଲୋକମାନେ ତାକୁ ଜନିଆ ଶଗଡ଼ିଆ ବୋଲି ଡାକିଥାନ୍ତି। ଆଉ ସେଇଥିରେ ମଧ୍ୟ ସେ ବହୁତ ଖୁସି ଥାଏ। ସୂର୍ଯ୍ୟ ଉଇଁବା କ୍ଷଣି ସୂର୍ଯ୍ୟ ଅସ୍ତ ଯିବା ପର୍ଯ୍ୟନ୍ତ ଜନିଆ ତା'ର କାମ କରି ପେଟ ପୋଷୁଥାଏ। ସେ କେଉଁ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲା, କିନ୍ତୁ ତା ସତ୍ତ୍ୱେ ବି ତାକୁ ସମସ୍ତେ ଭଲ ପାଆନ୍ତି। ସେ ଅଞ୍ଚଳରେ ଶଗଡ଼ିଆ ଭାବେ ଯେପରି ତା'ର ଗୋଟେ ସୁନାମଟିଏ ମିଳିଥିଲା, ତାକୁ କହିଲେ କିଛି କମ୍ ହେବ ନାହିଁ। ସବୁଦିନ ସକାଳ ହେବା ମାତ୍ରେ ତା'ର ଦୁଇ ସାଥୀ ଜଗା ବଳିଆ, ମାନେ ତା'ର ଦୁଇ ବଳଦ, ତାଙ୍କୁ ଧରି ସେ କାମକୁ ବାହାରି ପଡ଼େ ଓ ଫେରିଲା ବେଳେ ତାଙ୍କୁ ସାଥୀ କରି ଆଣେ। ସେ ଅଞ୍ଚଳର ଲୋକମାନେ କୁହନ୍ତି, ଯେଉଁଦିନ ଝଡ଼ି ବର୍ଷା ଲାଗି ରହିଲା ସେଦିନ ସୂର୍ଯ୍ୟ ଉଇଁବେ ନାହିଁ। ଏ ଘଟଣା ସେତିକି ବେଳର, ଯେଉଁ ସମୟରେ କି ଘଡ଼ି ବା ଭ୍ରାମ୍ୟମାଣ କି ସଂଗଣକ କି କୌଣସି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ପ୍ରାୟତଃ ଲୋକ ଜାଣିନଥିଲେ। ସୂର୍ଯ୍ୟକୁ ଦେଖି ସମସ୍ତେ ସମୟର ଗଣନା କରୁଥିଲେ। ସମସ୍ତେ ସୂର୍ଯ୍ୟ ଉଇଁବା କ୍ଷଣି ଜାଣନ୍ତି ଯେ ଉଷାର ଆଗମନ ହୋଇଗଲା, ପ୍ରଭାତ ହେଲା, ଏବେ ନିଜ କାର୍ଯ୍ୟ କରିବାକୁ ପଡ଼ିବ। ତାପରେ ଟିକିଏ ସୂର୍ଯ୍ୟଙ୍କର ତେଜ ଯେତେବେଳେ ଅଧିକା ବଢ଼ିଯାଏ, ଲୋକ ଜାଣନ୍ତି ଗୋରୁ ଗାଈ ଚରେଇବାକୁ ନେବା ବେଳ ହୋଇଗଲା। ଆଉ ଟିକେ ଯେତେବେଳେ ସୂର୍ଯ୍ୟଙ୍କର ବେଗ ବଢ଼ିଯାଏ, ସମସ୍ତେ ଜାଣନ୍ତି ମଧ୍ୟାନ୍ତ ହେଲା। ଆଉ ଟିକେ ଯେତେବେଳେ ସୂର୍ଯ୍ୟଙ୍କର ତେଜ କମି ଆସେ, ସମସ୍ତେ ଜାଣନ୍ତି ଅପରାହ୍ନ ହୋଇଗଲା। ସୂର୍ଯ୍ୟ ଅସ୍ତ ଗଲା ପରେ ସମସ୍ତେ ଜାଣନ୍ତି ସନ୍ଧ୍ୟା ହୋଇଗଲା, ଗୋରୁ ଗାଈ ଫେରିବା ବେଳ ହୋଇଗଲା। କିନ୍ତୁ ଯେଉଁଦିନ ଝଡ଼ି ବର୍ଷା ହେବ, ସେଦିନ କେହି ବି ସୁଦ୍ଧା ଜାଣିପାରନ୍ତିନି, କାରଣ ସୂର୍ଯ୍ୟ ତ ଉଇଁ ନଥାଏ। ସମୟର ଗତି କେହି ବି ଜାଣିପାରନ୍ତି ନାହିଁ। ତେଣୁ ସେହି ସମୟରେ ସମସ୍ତେ ଜନିଆକୁ ଦେଖି ସମୟ ଜାଣନ୍ତି। ଜନିଆ ଝଡ଼ି ବର୍ଷାକୁ ଖାତିର ନ କରି ଶଗଡ଼ଟିଏ ଧରି ଯେତେବେଳେ ଗୀତ ବୋଲି ବୋଲି ବାହାରକୁ ବାହାରି ଆସେ ଓ ତା କାମରେ ବାହାରି ପଡ଼େ, ସେତେବେଳେ ସମସ୍ତେ ଜାଣନ୍ତି ଯେ ସକାଳ ହୋଇଗଲା। ଯେତେବେଳେ ଜନିଆ ଘରକୁ ଫେରେ, ସମସ୍ତେ ଜାଣନ୍ତି ଯେ ସନ୍ଧ୍ୟା ହୋଇଗଲା। ଏମିତି କେହି ସେ ଅଞ୍ଚଳରେ ନାହିଁ ଯେ ଜନିଆ ଶଗଡ଼ରେ ବସି ନଥିବ। ସିଏ ହୁଅନ୍ତୁ କୌଣସି ବଡ଼ ବଡ଼ିଆ କିମ୍ବା ଅତି ସାଧାରଣ ଲୋକ। ହଁ, ହେଇ ଜନିଆ ଶଗଡ଼ରେ ସେ ଅଞ୍ଚଳର ଜମିଦାର ତ୍ରିନାଥ ବାବୁ ବସି ନଥିବେ। ବାବୁଙ୍କ ଘରେ ତ ଘୋଡ଼ାଟିଏ ଅଛି। ବାବୁ ଯେତେବେଳେ ଯୁଆଡ଼େ ଯିବାକୁ ଚାହାନ୍ତି, ତାଙ୍କୁ ଘୋଡ଼ା ନେଇଯାଏ ପିଠିରେ ବସେଇ। କିନ୍ତୁ ଅଧିକାଂଶ ଲୋକ ଜନିଆ ଶଗଡ଼ରେ ବସିଛନ୍ତି। କିଛି ଦିନ ତଳେ ଶୁକୁଟି ବୁଢ଼ୀଟା ମରିଗଲା କୁଷ୍ଠରୋଗରେ। କେହି ତା'ର ଶବ ଛୁଇଁବା ପାଇଁ ସୁଦ୍ଧା ଆସିଲେ ନାହିଁ। ଉଠେଇକି ମଶାଣିକି ନେବା ଦୂରେ ଥାଉ, କିନ୍ତୁ ଜନିଆ କାହା ଦୁଃଖ ଦେଖିପାରେ ନାହିଁ। ଜନିଆ ତତ୍କ୍ଷଣାତ୍ ଶବକୁ କାନ୍ଧରେ ବସେଇ ନେଇ ଶଗଡ଼ରେ ଥୋଇଲା। ସେଇ ଶଗଡ଼ରେ ରାମ ରାମ ସତ୍ୟ ହେ, ହରି ରାମ ସତ୍ୟ ହେ କହି ମଶାଣିକି ନେଇଗଲା ଶବଟିକୁ। କିଛି ଦିନ ତଳେ ହରି ସାହୁର ଘରୁ ଚୋରି ହୋଇଗଲା। ହରି ସାହୁ ବହୁତ ନେହୁରା ହେଲା ଆସି ଜନିଆକୁ ଦେଖି, ବାରେ ତୋ କତିକି କେତେ ଆଶା ନେଇ ଆସିଛି, ମେତେ ତୁ ଫେରେଇ ଦେବୁନିରେ ପୁଅ। ମୋ ଘରୁ ସିନ୍ଧୁକ ଭାଙ୍ଗି କିଏ ଚୋରି କରି ନେଇଯାଇଛି। ବାରେ ମେତେ ଟିକେ ଫାଣ୍ଡିକୁ ନେଇ ଚାଲେ ତୋ ଶଗଡ଼ରେ। କିଛି ଦିନ ତଳେ ମୋର ଆଉ ଥରେ ଚୋରି ହେଇଥିଲା। ଏବେ ବୋଝ ଉପରେ ନଳିତା ବିଡ଼ା ପରି ପୁଣି ଏତେ ବଡ଼ ଦୁର୍ଘଟଣାଟିଏ ଘଟିଲା। ତୋ କତିକି ମୁଁ ଆଇଛି ରେ ବା। ଜନିଆ କାହା ଦୁଃଖ ଦେଖିପାରେ ନାହିଁ। ତତ୍କ୍ଷଣାତ୍ ହରି ସାହୁକୁ ଶଗଡ଼ରେ ବସେଇ ତତ୍କ୍ଷଣାତ୍ ଫାଣ୍ଡିକି ନେଇଗଲା। ଫାଣ୍ଡିରେ ଅଭିଯୋଗ ହେବା ପରେ ଫାଣ୍ଡିର କାର୍ଯ୍ୟରତ ଥିବା ବାବୁ ସେଇ ଜନିଆ ଶଗଡ଼ରେ ବସି ସେଇ ଗାଁକୁ ଆସିଥିଲେ ତଦାରଖ କରିବା ପାଇଁ। ଗାଁରେ ଯଦି କେହି ଦେହ ଖରାପରେ ପଡ଼େ, ଜନିଆ ଶଗଡ଼ରେ ବୈଦ କତିକି ତାକୁ ନିଆଯାଏ। କିମ୍ବା ସାଆନ୍ତଙ୍କ ଘରକୁ ଯଦି କେହି କୁଣିଆ ମୈତ୍ର ଆସନ୍ତି, ତା ବି ଜନିଆ ଶଗଡ଼ରେ ହିଁ ଆସିଥାନ୍ତି। କେତେ କେତେ ବିଧବା ନାରୀମାନେ ଶାଶୁଘରୁ ବାପ ଘରକୁ ଜନିଆ ଶଗଡ଼ରେ ବୁହା ହୋଇ ଆସିଛନ୍ତି ତ କେତେ କେତେ କୁଆଁରୀ ଝିଅମାନେ ବାହା ହୋଇ ବାପଘରୁ ଶାଶୁଘରକୁ ଜନିଆ ଶଗଡ଼ରେ ଯାଇଛନ୍ତି। ଏଇ କେଡ଼େ କେଡ଼େ
ପ୍ରସୂତି ନାରୀମାନେ ମଧ୍ୟ ସ୍ଥାନୀୟ ଡାକ୍ତରଖାନାକୁ ଜନିଆ ଶଗଡ଼ରେ ବୁହା ହୋଇ ଯାଇଛନ୍ତି। ଜନିଆ ସଦାସର୍ବଦା ତା ଜଗା ବଳିଆକୁ କହେ, ଶଗଡ଼ିଆଟିଏ ହେଲେ କ'ଣ ହବ, ଦୈବ ମୋତେ ବହୁତ କିଛି ଦେଇଛି। ଦେଖୁନ, ତୁମ ଦୁହିଁଙ୍କ ପାଇଁ ମୋର ଏ ଅଞ୍ଚଳରେ କେତେ ସୁନ୍ଦର ନାଁ ଅଛି। କେଡ଼େ କେଡ଼େ ବାରିଷ୍ଟରମାନେ ମୋ ଶଗଡ଼ରେ ବସୁଛନ୍ତି। ଜନିଆ ବହୁତ ଖୁସି ଥାଏ, କାରଣ ସେଇ ଶଗଡ଼ରେ ଅନ୍ୟମାନଙ୍କୁ ବୋହିକି ଯାହା ଦୁଇ ପଇସା ପାଏ, ତା ଜଗା ବଳିଆଙ୍କ ଭୋକ ମେଣ୍ଟାଇବା ସହିତ ନିଜର ମଧ୍ୟ ଭୋକ ମେଣ୍ଟାଇଥାଏ। ଜନିଆ ପିଲାଟି ଦିନରୁ ଅନାଥ, ତାର ଆଗକୁ ପଛ ବୋଲି କେହି ନାହିଁ। ଦିନ ପରେ ଦିନ ବିତି ଚାଲିଲା। ସେ ଅଞ୍ଚଳର ରାସ୍ତା କାମ ହେଇଗଲା ପରେ ଗାଁକୁ ବସ୍ ଗାଡ଼ି ଚାଲିଲା। ଜନିଆ ସବୁବେଳେ କହେ, ସେ ବସ୍ର ଚାଳକ କ'ଣ ମୋ ଜଗା ବଳିଆଠୁ ବେଶୀ ଦ୍ରୁତ, ନା ଜଗା ବଳିଆଠୁ ବେଶୀ ଦୂର ତାର ସେ ଯାନବାହନକୁ ନେଇପାରିବ? ନା, ତଥାପି ମୋ ଶଗଡ଼ର ଭାଉ ଯିବ ନାହିଁ। ଜନିଆ ଏହିପରି ଭାବିଥାଏ। ସମସ୍ତେ ଜନିଆର ଏହି ଭାବନାକୁ ଗୋଟେ ପାଗଳର ଭାବନା ବୋଲି ତୁଳନା କରିଦିଅନ୍ତି, କିନ୍ତୁ ଜନିଆ ସେସବୁକୁ ଭ୍ରୂକ୍ଷେପ କରେ ନାହିଁ। ଦିନ ପରେ ଦିନ ଗଡ଼ି ଚାଲିଲା। ବସ୍ ଗାଡ଼ି ପାଇଁ ଶଗଡ଼ିଆର ବେପାର ବହୁତ ମାନ୍ଦା ହୋଇ ହୋଇ ଚାଲିଲା। ଜନିଆ ଯେତେ ଭୋରୁ ଉଠି ନେଇ ଶଗଡ଼ ରଖିଲା, ଯେତେ ସୁମଧୁର ସ୍ୱରରେ ବଂଶୀ ବଜେଇ ଗୀତ ବୋଲିଲା, କେହି ବି ସୁଦ୍ଧା ତାର ବଂଶୀର ସ୍ୱରକୁ ଶୁଣିଲେନି କି ତାର ଗୀତକୁ ଶୁଣିଲେନି। ଜନିଆ ଯେତେ ମିଠା ମିଠା ହସ କଥା କହିଲା, ତାକୁ ବି ସୁଦ୍ଧା କେହି ଖାତିର କଲେ ନାହିଁ। ଦିନକୁ ଦିନ ଜନିଆର ବେପାର ମାନ୍ଦା ହେବାରୁ ସେ ଅନାହାରରେ ରହିବାକୁ ପଡ଼ିଲା। ବେଳେ ଖାଇଲେ ବେଳେ ଉପବାସ ରହେ। ଜଗା ବଳିଆଙ୍କ କଥା ନ କହିବା ଭଲ। ସମସ୍ତେ ବସ୍ରେ ମାଇଲ ମାଇଲ ବାଟ ଯାତ୍ରା କଲେ। କିଛି ଦିନ ତଳେ ଜନିଆ ସକାଳୁ ଉଠି ଦେଖିଲା ଜଗା ବଳିଆ ଗୁହାଳ ଘରେ ମରି ପଡ଼ିଛନ୍ତି। ଜଗା ବଳିଆ ନ ଖାଇ ନ ପିଇ ଶେଷରେ ମରିଗଲେ। ସେଇଦିନଠୁ ଜନିଆକୁ କେହି ଦେଖନ୍ତିନି ଘରୁ ବାହାରକୁ ଆସିବା। ସମସ୍ତେ ସେ ଘର ବାଟ ଦେଇ ଯିବା ପାଇଁ ଡରିଲେ, କାରଣ ସମସ୍ତଙ୍କୁ କୁଆଡ଼େ ଜଗା ବଳିଆ ସେଇ ଦୁଇ ବଳଦଙ୍କର ଆତ୍ମା ଦେଖାଯାଉଥିଲା ସେଇ ଘର ପାଖରେ, ଯେତେବେଳେ କେହି ସେ ଘର ବାଟ ଦେଇ ଯାଉଥିଲେ। ଜନିଆ ଅନେକ ଦିନ ଧରି ଘରୁ ନ ବାହାରିବାରୁ ଲୋକଙ୍କ ମନକୁ ପାପ ଛୁଇଁଲା। କେହି କେହି ଲାଷ୍ଟକୁ ବାଧ୍ୟ ହୋଇ ସେ ଘରକୁ ଭାଙ୍ଗିଦେଲେ। ଦେଖିଲେ ଜନିଆ ମୃତ ଅବସ୍ଥାରେ ଗୋଟେ ମସିଣା ଉପରେ ପଡ଼ି ରହିଛି। ଅନେକ ଦିନ ହେବ ନ ଖାଇ ନ ପିଇ ଅନାହାରରେ ଜନିଆଟି ମରିଗଲା। ସମସ୍ତେ କହିଲେ, ଆହା, କେଡ଼େ ସୁନ୍ଦର ଲୋକଟିଏ ଥିଲା ଜନିଆ। ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଉ ବା ନ ଦେଉ, ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁ ବା ନ କରୁ, କେଉଁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଗଳାରେ ପୁଷ୍ପମାଳ ପିନ୍ଧଉ ବା ନ ପିନ୍ଧଉ, ତାକୁ ଦେଖି ଆମେ ଝଡ଼ି ବର୍ଷା ସମୟରେ ସମୟ ଜାଣିପାରୁଥିଲୁ। ସୂର୍ଯ୍ୟ ନ ଉଇଁଲେ କ'ଣ ହେବ, ଆମ ଜନିଆ ଥିଲା ବୋଲି ଶଗଡ଼ିଆ ଜନିଆ ପାଇଁ ଆମେ ସମୟ ଜାଣିପାରୁଥିଲୁ। କେତେ କେତେ ପ୍ରସୂତି ନାରୀଙ୍କି ସେ ବୋହିଛି ଡାକ୍ତରଖାନାକୁ, ତ କେତେ କେତେ ଥାନା ବାବୁଙ୍କୁ ଏଇ ଗାଁକୁ ଅନେକ ମାମଲାର ସମାଧାନ କରିବା ପାଇଁ ଡାକି ଆଣିଛି। ତ କେତେ କେତେ ଶବ ସେ ମଶାଣିକି ନେଇଛି, କେତେ କେତେ ବୋହୂମାନଙ୍କୁ ଶାଶୁଘରକୁ ନେଇଛି, କେତେ କେତେ ବିଧବା ନାରୀମାନଙ୍କୁ ଶାଶୁଘରୁ ବାପ ଘରକୁ ଆଣିଛି। ଗାଁର ଜଣେ ପୁରୁଖା ଲୋକ କହୁଥିଲେ, ଯେଉଁ ଶଗଡ଼ରେ ବସିବା ପାଇଁ ଦିନେ ବାରିଷ୍ଟର ବଡ଼ ବଡ଼ ହାକିମ ବାବୁଙ୍କର ଭିଡ଼ ଲାଗୁଥିଲା, ଶେଷରେ ସେ ଶଗଡ଼ିଆକୁ କେହି ଚାହିଁଲେ ନାହିଁ। ନୂଆକୁ ପାଇଗଲେ ପୁରୁଣାକୁ ସମସ୍ତେ ପାସରି ଦିଅନ୍ତି। ବସ୍ ଗାଡ଼ି ପାଇଁ ଶେଷରେ ଜନିଆର ଶଗଡ଼କୁ କେହି ପଚାରିଲେ ନାହିଁ। ଶେଷରେ ସେ ଅନାହାରରେ ମୃତ୍ୟୁବରଣ କଲା। ଜନିଆର ଶବ ସେତେବେଳକୁ କୋକେଇରେ ବନ୍ଧା ହୋଇ ଥୁଆ ସରିଥାଏ। ପାଳ ଦଉଡ଼ିରେ କୋକେଇକି ବାନ୍ଧି ନେଇ କିଛି ଲୋକ କାନ୍ଧ ଉପରେ ରଖି ରାମ ରାମ ସତ୍ୟ ହେ ହରି ରାମ ସତ୍ୟ ହେ ହରି ବୋଲ କହିକି ମଶାଣି ପର୍ଯ୍ୟନ୍ତ ନେଇଗଲେ। ଜୁଇ ଗାତ ଖୋଳା ହେଲା। ଜନିଆ ପୋଡ଼ା ହେଇଗଲା। ପୋଡ଼ିକି ଯେତେବେଳେ ଜନିଆ ପାଉଁଶ ହେଉଥାଏ, ତାର ସେଇ ଧୂଆଁ ଗୁଡ଼ିକ ଯେତେବେଳେ ଗଗନକୁ ଉଠୁଥାଏ, ସେତେବେଳେ ଯେପରି କେହି ସମସ୍ତଙ୍କ କାନରେ କହିଦେଉଥାଏ, ଏ ଜନିଆର ଅପରାଧ କ'ଣ? ଶଗଡ଼ ଚଲେଇବା କ'ଣ ତାର ଏଡ଼େ ବଡ଼ ଅପରାଧ? ଯିଏ ତମର ବିପଦ ଆପଦରେ ଠିଆ ହେଉଥିଲା, ତେମାନେ ତାକୁ ସମସ୍ତେ ପାସରି ଦେଲ। ହାୟରେ ବିଧାତା, ଏ ଦୁନିଆରେ କ'ଣ ଭଲ କାମ କଲେ ଏଇ ପୁରସ୍କାର ମିଳେ? ଗପଟି ଆଜି ପାଇଁ ଏତିକି। ଗପଟିର ଶୀର୍ଷକ ଶଗଡ଼ିଆ।